ଆଜ୍ଞା ନୂଆ ବର୍ଷରେ ଦିଟା ଜିନିଷ ଦେଖିବାକୁ ମିଳିଲା। ପ୍ରଥମଟା ହେଲା ଆମ ରାଜ୍ୟର ମୁଖିଆଙ୍କ କଥା କେହି ଜମାରୁ ବାସି ଡ୍ୟାସରେ ଶୁଣିଲେ ନାହିଁ। ଯୋଉ କଥାରେ ନାହିଁ ଶୁନେଙ୍ଗେ ନାହିଁ କି ମାନେଙ୍ଗେ ନାହିଁ ସେଇଭଳିଆ ହେଲା। ଆଉ ଦ୍ୱିତୀୟଟି ହେଲା ଏକ ସୁନ୍ଦର ବାର୍ତ୍ତା। ଆମ ପ୍ରିୟ ବିଧାୟକ ଆମ ନୟାଗଡ଼ର ପ୍ରିୟ ବିଧାୟକ ଗୋଟେ ସୁନ୍ଦର ବାର୍ତ୍ତା ଦେଇଛନ୍ତି। କାଲି ଦେଇଛନ୍ତି ମାନେ ଜାନୁଆରୀ 1ରେ ଦେଇଛନ୍ତି। ଜାନୁଆରୀ 1 2026ରେ ଦେଇଛନ୍ତି ଇଚ୍ଛା ଠାରୁ ଶୁଭେଚ୍ଛା ବଡ଼। ଆଜ୍ଞା ପ୍ରଥମେ ଆରମ୍ଭ କରିବା ସେଇ ଯୋଉ ମୁଖିଆଙ୍କ କଥା ମାନିଲେ ନାହିଁ କଣ ନୂଆ ବର୍ଷ ଆସୁଛି ସମସ୍ତେ ଆନନ୍ଦ ହାପି ନ୍ୟୁ ଇୟର ଯାହା ଅଛି ସବୁ ତ କହୁଥିଲେ। ଆଚ୍ଛା କହୁଥିଲେ ତମେ ବନ୍ଦ କରିବାକୁ କିଏ? ଆମ ଇଚ୍ଛା ଆମ ମନ ଏଇ ଜିନିଷକୁ ବନ୍ଦ କରିବ। ଯଦି ଆପଣଙ୍କର ବନ୍ଦ କରିବାର ଅଛି ସାର୍ ମଦ କାଉଣ୍ଟର ଆଡକୁ ବନ୍ଦ କରିଦେଲେନି। ମଦ କାଉଣ୍ଟର ବନ୍ଦ କରିଥାନ୍ତେ ସେ ଯୋଉ ମାଂସ ଫାଂସ ମକଡମ ଚିକେନ ମଟନ ଏଗୁଡାକୁ ସବୁ ବନ୍ଦ କରିଥାନ୍ତେ। ଆଉ ଆପଣ କଣ କହୁଛନ୍ତି ନୂଆ ବର୍ଷ ପାଳନ ହବନି ହାପି ନ୍ୟୁ ଇୟର କିଏ କଲେନି? ଆଜ୍ଞା ଆମେ କଥା କହୁନି ଆମେ ତ ପାଳୁଥିବୁ କିନ୍ତୁ ସାର୍ ମେନ୍ ପଏଣ୍ଟ କଥା କଣ ଜାଣିଛନ୍ତି ନା ମୋହନ ସାର୍? ମେନ୍ ପଏଣ୍ଟ କଥା ହେଲା ଆପଣ ମାନଙ୍କର ବିଧାୟକ ଆପଣଙ୍କ ଦଳୀୟ ବିଧାୟକ ମାନେ ବା କାଲି ହାପି ନ୍ୟୁ ଇୟର କରିକି କଣ ଜାରଖାର କରିଦେଇଛନ୍ତି ଜାଣିନାହାନ୍ତି କି? ଦେଖିବେ ଏଇ ଦେଖୁନାହାନ୍ତି ଏଇଟା ଦେଖନ୍ତୁ। मुख्यमंत्रीଙ୍କ निर्देशକୁ ବେଖାତିର ନୂଆ ବର୍ଷରେ ବନ୍ଧୁ ମିଳନ ଏଇ ସାର୍ ବୋଧେ ଆପଣଙ୍କ ଦଳୀୟ ବିଧାୟକ ବୋଧେ ସେଇ ସାର୍ ପାଳିଲେ। ଆହୁରି ଆପଣଙ୍କର ଭକ୍ତ ଆପଣଙ୍କର ଦଳୀୟ ଲୋକ ଅନେକ ପାଳିଛନ୍ତି। ଆପଣ ଏଇ ଜିନିଷଟାକୁ କାହିଁ ବନ୍ଦ କରୁଛନ୍ତି? ଆଜ୍ଞା ଗୋଟିଏ କଥା କହିବି ଗୁରୁ ଦିବସ ବନ୍ଦ କରିଦେଲେ ସେଟା ଗୁରୁଙ୍କର ଇଚ୍ଛାରେ ବନ୍ଦ କରିନାହାନ୍ତି। ଶିଶୁ ଦିବସ ବନ୍ଦ କରିଦେଲେ ଶିଶୁଙ୍କର ଖୁସି ଆନନ୍ଦକୁ ସବୁ ଛଡେଇକି ନେଇଗଲେ ତାଙ୍କ ଇଚ୍ଛାଟାକୁ ମାରିଦେଲେ। ଆଉ ଏବେ ଆସୁଛନ୍ତି କଣ ନା ଇଂରାଜୀ ନୂଆ ବର୍ଷ ପାଳନ ହବନି। କାହିଁକି ପାଳନ ହବନି ଆଜ୍ଞା? ସେଇଥିପାଇଁ ଆଜ୍ଞା ଆପଣ ଏମିତି ନିୟମ କରନ୍ତୁ ଏମିତି ପର୍ବପର୍ବାଣି ଯଦି ବନ୍ଦ କରିଦେବେ ନା ଦରକାର ପଇଲେ ଆପଣଙ୍କ ନିଜ ଲୋକ ବି ଆପଣଙ୍କ କଥାକୁ ଶୁଣିବେନି। ଆଉ ଶେଷରେ କହିବେ କଣ ଶୁନେଙ୍ଗେ ନାହିଁ ମାନେଙ୍ଗେ ନାହିଁ। ଦୟାକରି ସାର୍ ଆପଣ ଯାହା କରୁଛନ୍ତି ଭାବି ଚିନ୍ତିକି କରନ୍ତୁ। ଆଉ ନହେଲେ ଆମ ଅରୁଣ ବାବୁଙ୍କ ଠାରୁ ଟିକେ ଶିଖନ୍ତୁ। କାହିଁକି ନା ଇଚ୍ଛା କାହାର କେତେବେଳେ ପୂରଣ ହୁଏ କାହାର କେତେବେଳେ ପୂରଣ ହୁଏନି। କାହିଁକି ନା ମୋ ଇଚ୍ଛା ଅଛି ଏୟା କରି ମୋ ଇଚ୍ଛା ଅଛି ସେୟା କରି କିନ୍ତୁ କରି ହୁଏ ନାହିଁ କାହିଁକିନା ପୂରଣ ହୁଏନି। ଆଉ ଶୁଭେଚ୍ଛାଟା ସବୁବେଳେ ପୂରଣ ହୁଏ କାହିଁକିନା ସେଟା ନିଜ ମତ। ଇଚ୍ଛାଟା ନିଜ ମତରେ ନଥାଏ। କିନ୍ତୁ ମୁଁ ଜାଣିଛି ଯେ ହେଲିକପ୍ଟର ମୁଁ ଦେଖି ମାନେ ଟାଟା ବାଏ କରିପାରିବି ଦୂରରୁ। ସେଇଟା ହଉଛି ମୋ ମତ। ତେଣୁକରି ଆପଣ ସବୁବେଳେ ଯାହା କହୁଛନ୍ତି ଯାହା କରୁଛନ୍ତି ଭାବି ଚିନ୍ତିକି କରନ୍ତୁ। ଆଉ ଯଦି ଜାଣିନାହାନ୍ତି ଇଚ୍ଛା ଠାରୁ ଶୁଭେଚ୍ଛା ବଡ କଣ ଆମ ଅରୁଣ ବାବୁଙ୍କ ଠାରୁ ଶିଖ। ସେଇଥିପାଇଁ କହୁଛି 2026ର ନୂଆ ବାର୍ତ୍ତା ଇଚ୍ଛା ଠାରୁ ଶୁଭେଚ୍ଛା ବଡ। ରହିଲି ସାର୍ ନମସ୍କାର। ଦୟାକରି ଦେହକୁ ନେବେନି। ଆଉ ଯଦି ଦେହକୁ ନେବେ ତ ଆମର ଟେନସନ ନାହିଁ ଆଉ ରହିଲି ସାର୍।